ମୁଁ ଖୋର୍ଦ୍ଧା ପାନୀୟ ନିଗମ ଶାଖାରେ କାର୍ଯ୍ୟ କରୁଥିଲି। ଆମେ ଜାନୁଆରୀ 1 ଠାରୁ କାର୍ଯ୍ୟ କରୁଛୁ। ଆଜି ହେଇଗଲା ମାର୍ଚ୍ଚ 15-17 ତାରିଖ ହେଇଗଲା। ଆମକୁ ଆପଣଙ୍କ ଅସୁବିଧାଟା କ'ଣ ରହିଛି? ଆଜ୍ଞା, ଆମର ଅସୁବିଧା ଆମେ ଯେଉଁ କାମ କରୁଛୁ ଆମର ଠିକ୍ରେ ପଇସା ବି ଦେଉନାହାନ୍ତି। ଯେଉଁ କାମ କରୁଛୁ ଆମ ମୂଲ୍ୟହୀନ ପଇସା ବି ଦେଉନାହାନ୍ତି। ତାପରେ PFSI ଆମର କାଟୁନାହାନ୍ତି। ବ୍ୟାଙ୍କର ଯେତେ ସବୁ ଡକୁମେଣ୍ଟ ଦେଲେ ତାକୁ ଗ୍ରହଣ କରୁନାହାନ୍ତି। ଆଧାର କାର୍ଡ଼ ରଖିକି ବ୍ୟାଙ୍କ ଡକୁମେଣ୍ଟ ଫେରେଇ ଦେଉଛନ୍ତି। ଆମେ ଯେହେତୁ ତାପରେ ମ୍ୟାନେଜରଙ୍କୁ ଆମ BM ସାର୍ଙ୍କୁ ଜଣାଇଲୁ। ନୂଆ ଆମ ମ୍ୟାନେଜର ତାଙ୍କ ଆସିକି ତାଙ୍କୁ ବି ଜଣାଇଲୁ। BM ସାର୍ କ'ଣ କହିଲେ? BM ସାର୍ କହିଲେ ହଉ ମୁଁ ତାଙ୍କ କଣ୍ଟ୍ରାକ୍ଟରକୁ ମନୋଜ ରଥଙ୍କୁ ଫୋନ୍ କରିକି ତାଙ୍କୁ ପଚାରୁଛି। ତାପରେ ଥରେ ଗଲୁ ଦୁଇଥର ଗଲୁ, ସାର୍ ଆମର ବ୍ୟାଙ୍କ ଡକୁମେଣ୍ଟ କ'ଣ ପାଇଁ ନେଉନାହାନ୍ତି? PFSI ଗଭର୍ଣ୍ଣମେଣ୍ଟ ସଂସ୍ଥା ମାନେ ଆମର PFSI ନିହାତି କଟିବା ଦରକାର। ତାପରେ ଆମ ମୂଲ୍ୟହୀନ ବି ସେ BM ବି ଗଲେ। ତାପରେ ସମସ୍ତ ପାଖକୁ ଗଲା ପରେ ଆମର ଠିକ୍ କଥା ଶୁଣିଲେନି। ଆମେ ସେଥିପାଇଁ ମିଡ଼ିଆ ଭାଇମାନଙ୍କୁ ଅନୁରୋଧ କରୁଛୁ ଆମ ଦୁଃଖ ଟିକେ ଶୁଣନ୍ତୁ। ଆମ ପେମେଣ୍ଟ ବି ଠିକ୍ରେ ଦେଉନାହାନ୍ତି। ଆପଣ ଶେଷକୁ ଜିଲ୍ଲା ପ୍ରଶାସନକୁ କ'ଣ ଅନୁରୋଧ କରିବେ? ଜିଲ୍ଲା ପ୍ରଶାସନ କରନ୍ତି ଆମେ ନିହାତି ଆମେ କାମ କରୁଛୁ, କାମର ମୂଲ୍ୟଟା ଆମକୁ ମିଳୁଥାଉ। ଆଉ ଯେହେତୁ ଆମେ କାମ କରୁଛୁ ଗରିବ ଶ୍ରେଣୀ ଲୋକ, ଆମକୁ ଆମର PFSI ବି ଜମା କରାଯାଏ। ଥ୍ୟାଙ୍କ ୟୁ। ନୂଆ କଣ୍ଟ୍ରାକ୍ଟର ନଭେମ୍ବର 1 ଏଠି ଲୋଡ଼ିଂ ଅନଲୋଡ଼ିଂ ବାବଦରେ ଟେଣ୍ଡର ଦେଇଛନ୍ତି। ସିଏ ଏପର୍ଯ୍ୟନ୍ତ 15 ଜଣଙ୍କର EPF ESI ଏଣ୍ଟ୍ରି କରିଛନ୍ତି ବୋଲି ସେ ରିପୋର୍ଟ ଦେଇଛନ୍ତି। ଆମେ ତାଙ୍କୁ ତ ବାରମ୍ବାର ଚିଠି କରିଛୁ, ହେଡ୍ ଅଫିସ୍ ବି ଚିଠି କରିଛନ୍ତି। ସିଏ କେତେ ଗୁଡ଼ିଏ କମ୍ପ୍ଲେନ୍ କରୁଛନ୍ତି ଯେ ଯେଉଁ ଲେବର ମାନେ ଅନେକ ଗୁଡ଼ିଏ ଲେବର ମାନଙ୍କର ତାଙ୍କର ଆଧାର ପାନ୍ କାର୍ଡ଼ ଠିକ୍ ନାହିଁ। ତେଣୁ ସିଏ କହୁଛନ୍ତି 20-25 ଦିନ ଭିତରେ ସମସ୍ତ ଲେବର ମାନଙ୍କର EPF ESI ଏଣ୍ଟ୍ରି କରିଦେବେ। ଲେବର ମାନଙ୍କର ଏଇ ଯେଉଁ ପ୍ରୋବ୍ଲେମ୍ ବାବଦରେ ଏପର୍ଯ୍ୟନ୍ତ କିଛି କମ୍ପ୍ଲେନ୍ ଆସିନାହିଁ। ସେ EPF ESI ବାବଦରେ ଯାହା ଅଛି ସେମାନେ କିଛି କହୁଛନ୍ତି ଡକୁମେଣ୍ଟସ୍ ଅପଡେଟ୍ ନାହିଁ, କିନ୍ତୁ 20-25 ଦିନ ଭିତରେ ଏଇଟା ସବୁ ପ୍ରୋବ୍ଲେମ୍ ସଲ୍ଭ ହେଇଯିବ ବୋଲି ସେମାନେ ଆସୁଛନ୍ତି। ସାର୍ କେତେଟା ଲେବର ସାର୍ ଏଠି କାମ କରୁଛନ୍ତି? ଏଠି ଲେବର ତାଙ୍କର ଯାହା ଲିଷ୍ଟ ଅଛି 31 ଜଣଙ୍କର ଯେଉଁ ଆଟେଣ୍ଡାନ୍ସ ରେଜିଷ୍ଟରରେ ତାଙ୍କର ଲିଖିତ ରହିଛି। 43 ଜଣ ସେମାନେ ରେଗୁଲାର ଲେବର ନୁହନ୍ତି। କେମିତି କେତେବେଳେ 4 ଜଣ 5 ଜଣ ଏମିତି ଆସୁଛନ୍ତି, କିନ୍ତୁ ଏଇଟା ରେଗୁଲାର ଲେବର ତାର ଯେଉଁ ଲିଷ୍ଟ ଦେଇଛନ୍ତି 31 ଜଣ ସହିତ ଯୋଗାଯୋଗ କରୁଛୁ। କଣ୍ଟ୍ରାକ୍ଟର ତ ଚିଠି ବି ଇସ୍ୟୁ କରିଛୁ, ହେଡ୍ ଅଫିସ୍ ବି ଚିଠି ଇସ୍ୟୁ କରିଛନ୍ତି। ସେମାନେ 20-25 ଦିନ ଭିତରେ ତାଙ୍କ ଡକୁମେଣ୍ଟ ଅପଡେଟ୍ ହେଇଯିବ ଆଉ ସମସ୍ତଙ୍କର EPF ଏଣ୍ଟ୍ରି ହେଇଯିବ ବୋଲି ସେମାନେ ଆସୁରାନ୍ସ ଦେଇଛନ୍ତି। ଆଜ୍ଞା, ଜାନୁଆରୀ 1 ରୁ ମାର୍ଚ୍ଚ 15 ହେଇଗଲା। 2 ମାସ ହେଲା, 2.5 ମାସ ହେଲା ଦରମା ପାଇବାକୁ ନେଇ। ଆଜ୍ଞା, ମନୋରଥ ପାଖକୁ ଫୋନ୍ କଲେ ମନୋରଥ ବି ଫୋନ୍ ଉଠାଉନାହାନ୍ତି। PF ଆଜ୍ଞା ଆମର ଜମା କରୁନାହାନ୍ତି। ସେ କଥା କହିଲାଠୁ କହୁଛନ୍ତି ଯେ ତୁମେ ଘରକୁ ପଳା। ଛୁଟି କଥା କହିଲେ କ'ଣ ତୁମ ବାଟରେ ତୁମେ ରହିଯା, ଏଠିକି ଆସନି। ପଇସା ମାଗିଲେ କହୁଛନ୍ତି ତୁମେ ପଇସା ଏଇନା ଦେଇହେବନି। ଏମିତି ଆଜ୍ଞା ଆମ ହାତରେ ଟର୍ଚର କରୁଛନ୍ତି। ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଯେ ଆମ ମୂଲ୍ୟ ଆମେ କେମିତି ପାଇବୁ, ଏତିକି ପ୍ରଶାସନକୁ ମୁଁ ଜଣାଇକି ରଖୁଛି। ଆଜ୍ଞା, ଦାବି କରୁଛୁ ମନୋଜ ରଥକୁ କେମିତି ଡାକନ୍ତୁ, ଆମ ମୂଲ୍ୟ ଆମେ କେମିତି ପାଇବୁ, ସେଇ ଜିଲ୍ଲା ପ୍ରଶାସନକୁ କହୁଛୁ।